ଏଇ ଗୀତ ତ ଆପଣ ମାନେ ନିଶ୍ଚୟ ଶୁଣିଥିବେ, ଯୋଉଟା କି ହଉଛି କଳା ମେଘି ଗଭାକୁ ତ ମଲ୍ଲି ଫୁଲ ଗଜରା। ନମସ୍କାର ସମସ୍ତଙ୍କୁ। ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ, ବିନ୍ଦାସରେ ଥିବେ ପ୍ରଭୁଙ୍କ ଆଶୀର୍ବାଦ ଅନୁଗ୍ରହରୁ। ଆଜି ରାତିରେ ଭିଡିଓ ସୁଟ୍ କରିବାର କାରଣ ହଉଛି ଯେ ତ ଆଜି ହଉଛି ରଜ, ଆଉ ରଜରେ ରାତିରେ ଭୁବନେଶ୍ୱର ଟ୍ରାଫିକ କେମିତି? ଆପଣମାନେ ତ ଭୁବନେଶ୍ୱରରେ କେତେ ଜଣ ରହୁଥିବେ, ସେ ଜାଣିଥିବେ ଯେ ଭୁବନେଶ୍ୱରରେ ଟ୍ରାଫିକ କୋଉ ଭଳିଆ, କିନ୍ତୁ ରଜ ଦିନଟାରେ କୋଉ ଭଳିଆ ଟ୍ରାଫିକ ରୁହେ ସେଇଟାକୁ ଏ ଭିଡିଓରେ ମୁଁ ଆପଣମାନଙ୍କୁ ଦେଖେଇବି। ଆଉ ଭିଡିଓର କ୍ଲାରିଟି ରାତିରେ କେମିତି ଆସୁଛି ସେଇଟାକୁ ବାସ୍ ଜଣେଇବି। ତ ଏଣ୍ଡ ଯାଏ ଦେଖନ୍ତୁ। ଯିଏ ବି ଦେଖୁଛି ମୋ ଭିଡିଓକୁ ଲାଇକ୍ କରିଦିଅ ଗାଇସ୍, ଗୋଟେ ଲାଇକ୍ ଆଉ ଆଲଗୋରିଥମକୁ ଆଗକୁ ବଢେଇବ ମୋ ଭିଡିଓ। ଆପଣ ମାନେ ଲାଇକ୍ କରୁନାହାନ୍ତି ତ ଭିଡିଓ ପୁsh ହେଇପାରୁନି, ତ ଲାଇକ୍ କରିଦିଅନ୍ତୁ ଗାଇସ୍। ଏଇଠୁ ଆରମ୍ଭ ହେଲା ଟ୍ରାଫିକ। डोरी से बुन बुन के मैंने डोरी से बुन बुन के टुकड़ा टुकड़ा किसी के सपना एक बनाया। सपने रे सपने मेरे सच हो जाना रे, हो जाना रे, हो जाना रे। କାହିଁକି ମିଶିଲା ଆଖି ଏତେ ଦୂର ଟ୍ରାଫିକ ଦେଖି, ଆଉ ଫେରିବାର ଇଚ୍ଛା ହୁଏ ନା। सजना सजना सजना। ଦେଖନ୍ତୁ ଗାଇସ୍, ଟ୍ରାଫିକ ଏଇଠି 1 ନମ୍ବର ଗିୟର ମତେ କରିବା ପାଇଁ ଯିବାକୁ ପଡୁଛି। ତ ମୁଁ ସାଇଡୁ କଟିକି ଯିବା। ତ ଆଜି ହଉଛି ରଜ। ରଜରେ ଆପଣ ମାନେ କଣ ଆଉଟଫିଟ ପିନ୍ଧୁଛନ୍ତି, ଆଉ କିଏ ଘର ଲୋକଙ୍କ ସହିତ ରଜ ମନଉଛି, କିଏ ବୟଫ୍ରେଣ୍ଡ ସହିତ ମନଉଛି, ନିଶ୍ଚୟ କମେଣ୍ଟ କରିଦେବେ। ଦେଖିପାରୁଥିବେ ଗାଇସ୍ କେତେ ଲମ୍ବା ଲାଇନ। ରଜ ପାଇଁ ଗୋଟେ ସ୍ପେଶାଲ ଗୀତ ଗାଇବା କି ଗାଇସ୍? ସ୍ପେଶାଲ ଗୀତ କଣ? ମୋ ପହିଲି ରଜ, ମୋ ଝୁଟି ମୁରୁଜ, ମୋ କୁମାରୀ ଲାଜଠୁ ମିଠା ନାହିଁ କିଛି ରେ। ମୌସୁମ ଆଜି ବିଉଟି ବିଉଟି ହେଇଛି, ୱାନ୍ସ ଇନ୍ ୟୋର ରଗଣା। ନାରେ କୁଆଡେ ପଳେଇଲା ଗୀତଟା। ହୋଲି ଥିଲେ ଆଇଥାନ୍ତି ଗାଇସ୍, ନେ ରଙ୍ଗ ଟିକେ ଦେନି। ଏ ଲୋକଟା ବୁଲେଇ ପାରିଲାନି, ରଙ୍ଗ ଦେଇଦେଲା ମତେ ତଳ ବୁଲେଇବାକୁ। ଚलो 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 ଚलो। ଏଇ ଗୀତ ତ ଆପଣ ମାନେ ନିଶ୍ଚୟ ଶୁଣିଥିବେ, ଯୋଉଟା କି ହଉଛି କଳା ମେଘି ଗଭାକୁ ତ ମଲ୍ଲି ଫୁଲ ଗଜରା। ଗାଇସ୍, ଫୋନ ରେ ମୋଟୋ ବ୍ଲଗିଂ କରିବା ତ ବ୍ୟାନ ନୁହଁ ଓଡିଶାରେ। ଯଦି ବ୍ୟାନ ହେଇଥାନ୍ତା ତାହେଲେ ନ୍ୟୁଜ ଆସୁଥାନ୍ତା। ଆଉ ଏଥିପାଇଁ ତ ମତେ କେହି ଚାଲାଣ କାଟିବେନି ମତେ ଲାଗୁଛି, ଯେ ଆପଣ ଫୋନ ହେଲମେଟ ରେ ଲଗେଇ ମୋଟୋ ବ୍ଲଗିଂ କରୁଥିଲେ। ସେମିତି ବ୍ଲଗିଂ କଲାବେଳେ ଯଦି କିଏ ଆସି ମତେ ପିଟି ଦେଲା ସାମ୍ନାରୁ କି ସାଇଡରୁ, ଯଦି ମୁଁ ଭିଡିଓଟି କରୁଥିବି ତାହେଲେ ଦେଖେଇ ପାରିବି ନା ପ୍ରୁଫ ପାଇଁ ଯେ କିଏ ପିଟିଛି କଣ। ତ ସେଇଟା ବି ଗୋଟେ ପ୍ଲସ ପଏଣ୍ଟ ରହୁଛି ଗାଇସ୍। ଦେଖନ୍ତୁ କେତେ କଚ୍ଚିଆ ରାସ୍ତା ଭାଇ, ଏତେ ଗାଡି ହଉଛି, ଦିନକୁ ଦିନ ବଢି ଯାଉଛି। ଏବେ କାନରେ କଣ ପଶିଗଲା ରେ? ହେଇ ହେଇ, ଆରେ ଶଳାଟା खत्म। ତୁ ଡାକିଲୁ ଆରେ ମୁଁ ଡାକିଲି ଆ,
ମୋ ଆଖିରେ ଥାରେ ମୋ ଛାତିରେ ଥା କାନର ଗୋଟେ ପିମ୍ପୁଡି ପଶି ଯାଇଛି ଯେ ଚୁଲ କଲାଣି। ସେ ଭିତରେ କଣ ଭାବି ପଶିଲା କେଜାଣି। କହିଲୁ ଧରା ଆବେ ଦେ ତୁ ମୁଁ କହିଲି କଣ ଧରିନେ ତୁ ହଉଛୁ ଏଠି? କହିଲୁ ଧରା ଦେ ମୁଁ କହିଲି ଧରି ଆଲା ପିମ୍ପୁଡି ଏମିତିକା ଧରା ଦେଲୁ ଖସିବାର ନାହିଁ ଛାତି ଚିରି ଦେଲେ ତୁ ଗାଇସ୍ ଭିଡିଓର କ୍ଲାରିଟି କେମିତି ଅଛି କହିବେ, ଆଉ ନାଇଟ୍ ଭିଡିଓ ସୁଟ୍ କରିବି ନା ନାଇଁ ସେଇଟା ମଧ୍ୟ କମେଣ୍ଟ କରିଦେବେ। ଯଦି ବି ଆପଣ ମାନେ କମେଣ୍ଟ କରୁନାହାନ୍ତି ତାହେଲେ ଚଳିବ, ଆଉ କଣ କରିବା। ଏବେ ତ ଆରମ୍ଭ କରିଛି, ଯେବେ ଟିକେ ରିଚ୍ ଯିବ ସେବେ କମେଣ୍ଟ କରିବି ଆଉ କଣ। କିନ୍ତୁ ଏଇଟା ପକ୍କା ଯେ ଗୋଟେ ଝିଅ ପିଲାଟା ସାରା ଏମିତି କରିଥାନ୍ତା, ତା କ୍ଲାରିଟି 480 ଥିଲେ ବି ଲୋକମାନେ କମେଣ୍ଟ କରି ଲାଇକ୍ କରି ଗୋଡେଇ ଦେଇଥାନ୍ତେ, କହିଥାନ୍ତେ ହଁ ସପୋର୍ଟ କରୁଛୁ ଆମେ, ହେ ଭାଇ ତୁ ଆଗକୁ ବଢେ ଦିଦି, ଆମେ ତମ ସାଙ୍ଗରେ ଅଛୁ। ନାକୁ ଦିଦି କିନ୍ତୁ ନୁଗୁଡିଆ ପାଇଁ ରେଡି। କାଳେ ରିପ୍ଲାଇ ଦେଇଦେଲେ। ଏଇଟା ଆମ ମଣିଷର ପ୍ରକୃତି ଗାଇସ୍। ମୋର ବି ଏମିତିଟା ପ୍ରକୃତି ଆକ୍ଚୁଆଲି। ଆମେ ଏଟାକୁ ଆଉ ବଦଳି ପାରିବା କି? ନାଇଁ, ବଦଳି ପାରିବାନି ଆମେ। ଏଟା ଆପଣ ମାନଙ୍କର ଖ୍ୟାଲ ନାହିଁ, ମୋର ବି ଏଇଟା ଆଗ ପ୍ରକୃତି। କିନ୍ତୁ ଆକ୍ସେପ୍ଟ କରିବା ଶିଖିବା ହଉଛି ବହୁତ ବଡ ବିଷୟ, ବୁଝିଲେ କି? କାହିଁକି ନା ବାକ୍ୟ ଲେଖା ଅଛି, ଆଉ ପୃଥିବୀରେ ଜଣେ ସୁଦ୍ଧା ଭଲ ଲୋକ ବା ମନୁଷ୍ୟ ନାହାନ୍ତି। ନିଜକୁ ଯଦି ଆପଣ ମାନେ ଭଲ ଭାବୁଛନ୍ତି ତାହେଲେ ସେଟା ଆପଣଙ୍କର ନିଜର ଚିନ୍ତା ଆଉ ମୂର୍ଖାମି। ତ ଭିଡିଓକୁ ବେଶୀ ବି ଲମ୍ବା କରିବାନି, ଏଇଠି ହିଁ ଭିଡିଓଟିକୁ ମୁଁ ସରେଇ ଦଉଛି। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କମେଣ୍ଟ ନିଶ୍ଚୟ କରିଦେବେ। ଥ୍ୟାଙ୍କ ୟୁ ସମସ୍ତଙ୍କୁ, ପ୍ରେଜ୍ ଦ ଲର୍ଡ।